जय जगन्नाथ सांग माने नमस्कार। आशा करुछि आपण माने बहुत भलरे थिबे। चलंतु सांग माने जे हम जानिबा अग्नि पुराण विषय। अग्नि पुराण कौन? आपण तो जानिथिबे हमर 18टी महापुराण भितरु अग्नि पुराण गोटे अन्य एक पुराण। विशाल दृष्टिकोण एवं ज्ञानर विशाल भंडार जोगु पुराण साहित्य रे अग्नि पुराण एक स्वतंत्र स्थान रहिछि। विषयर विविधता और सार्वजनिकता उपयोगिता दृष्टिରୁ ଏହି ପୁରାଣର ବିଶେଷ ଗୁରୁତ୍ୱ ରହିଛି। ଅନେକ ବିଦ୍ୱାନ ଏହାକୁ ବିଷୟବସ୍ତୁ ଆଧାରରେ ଭାରତୀୟ ସଂସ୍କୃତିର ବିଶ୍ୱକୋଷ ବୋଲି କହିଛନ୍ତି। ଅଗ୍ନି ପୁରାଣରେ ତ୍ରିଦେବ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ଶିବ ଏବଂ ସୂର୍ଯ୍ୟଙ୍କର ପୂଜା ବର୍ଣ୍ଣନା କରାଯାଇଛି। ଏଥିରେ ପର ଅପର ବିଦ୍ୟାର ବର୍ଣ୍ଣନା, ମହାଭାରତର ସମସ୍ତ ପର୍ବପର୍ବାଣୀର ସଂକ୍ଷିପ୍ତ କାହାଣୀ, ରାମାୟଣ ସଂକ୍ଷିପ୍ତ କାହାଣୀ, ମତ୍ସ୍ୟ କୁର୍ମ ଇତ୍ୟାଦି ଅବତାରର କାହାଣୀ, ସୃଷ୍ଟିର ବର୍ଣ୍ଣନା, ଦୀକ୍ଷା ପଦ୍ଧତି, ବାସ୍ତୁ ପୂଜା, ବିଭିନ୍ନ ଦେବତାଙ୍କର ମନ୍ତ୍ର ଇତ୍ୟାଦି ଉପସ୍ଥାପନ କରାଯାଇଛି। ଏହି ପୁରାଣର ବକ୍ତା ହେଉଛନ୍ତି ପ୍ରଭୁ ଅଗ୍ନିଦେବ, ତେଣୁ ଏହାକୁ ଅଗ୍ନି ପୁରାଣ ବୋଲି କୁହାଯାଏ। ଆକାରରେ ବହୁତ ଛୋଟ ହେବା ସତ୍ତ୍ୱେ ଏହି ପୁରାଣରେ ସମସ୍ତ ଜ୍ଞାନ ଅନ୍ତର୍ଭୁକ୍ତ ହୋଇଛି। ଏହି ଅନ୍ୟ ପୁରାଣ ଅପେକ୍ଷା ଅଧିକ ବିଶେଷ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପଦ୍ମ ପୁରାଣରେ ଭଗବାନ ବିଷ୍ଣୁଙ୍କର ପୁରାଣର ରୂପ ବର୍ଣ୍ଣନା କରାଯାଇଛି ଏବଂ 18ଟି ପୁରାଣକୁ ଭଗବାନଙ୍କର 18ଟି ଅଂଶ ବୋଲି କୁହାଯାଏ। ସେହି ପୁରାଣ ବର୍ଣ୍ଣନା ଅନୁସାରେ ଅଗ୍ନି ପୁରାଣକୁ ଭଗବାନ ବିଷ୍ଣୁଙ୍କର ବାମ ପାଦ ବୋଲି କୁହାଯାଇଛି। ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଆଉ ଆଗକୁ ଅଗ୍ନି ପୁରାଣ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ମୋ ଭିଡ଼ିଓକୁ ଲାଇକ୍ କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ରହିଲି। ଜୟ ଜଗନ୍ନାଥ।